ओम नमः शिवाय बंधुगण आपण मानक आम यूट्यूब चैनल को बहुत बहुत स्वागत। सर्वप्रथम आपण मानक वर्ष 2024 उपलक्षे आम चैनल तरफ हार्दिक शुभेच्छा और शुभकामना हैप्पी न्यू ईयर। ए वर्षटी आपणक पई शुभ और मंगलदायक हेउ यह प्रभु जगतरनाथ जगन्नाथଙ୍କ पाखरे आमर कामना। आज भिडियो रे आमे आपण मानक कहबा पई जाउछु कि आपणक पई जनवरी फेब्रुआरी मार्च एप्रिल 2024 मासटी किपरि रहिबो। ଜାନୁଆରୀ 2024 ରୁ ନେଇକି ଏପ୍ରିଲ 2024 ପର୍ଯ୍ୟନ୍ତ ଗୁରୁଦେବ ବୃହସ୍ପତିଙ୍କ ଆଶୀର୍ବାଦ ଆପଣଙ୍କ ଜୀବନରେ କେଉଁ କ୍ଷେତ୍ରରେ ଦେଖିବାକୁ ମିଳିବ, ବୃହସ୍ପତିଙ୍କ କୃପାରୁ କଣ ସେ କାର୍ଯ୍ୟ ରହିଛି ଯାହାଦ୍ୱାରା ଆପଣଙ୍କ କାମ ବନିବ, ତା ସହିତ କେଉଁ ବଡ଼ ଘଟଣା ଅର୍ଥାତ୍ କେଉଁ 5ଟି ବଡ଼ ଘଟଣା ଏ 4 ମାସରେ ଘଟିବ ସେ ବିଷୟରେ ମଧ୍ୟ ଆମେ ବିଶେଷ ଭାବରେ ଜାଣିବୁ। ତେଣୁ ଏ ଭିଡ଼ିଓ ଆପଣଙ୍କ ପାଇଁ ବହୁତ ହି ମହତ୍ତ୍ୱପୂର୍ଣ୍ଣ, ତେଣୁ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଏମିତି 3ଟି କଥା ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ଯଦି ଗୁପ୍ତ ରଖୁଛନ୍ତି ତ କେବେ ବି ବୃହସ୍ପତି ଆପଣଙ୍କୁ ନେଗେଟିଭ ପ୍ରଭାବ ଦେବେ ନାହିଁ। ତ ଭିଡ଼ିଓକୁ ଆସନ୍ତୁ ଆରମ୍ଭ କରିବା। ଏହା ପୂର୍ବରୁ ଯଦି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରନ୍ତୁ, ନୋଟିଫିକେସନ୍ ବେଲ୍କୁ ମଧ୍ୟ ଅନ୍ କରନ୍ତୁ। ଆମ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ବିଷୟରେ ଯଦି କହିବା ତ ବୃହସ୍ପତିଙ୍କୁ ବହୁତ ହି ଶୁଭ ବୋଲି ମନାଯାଏ। ବୃହସ୍ପତିଙ୍କୁ ଦେବଗୁରୁ ମଧ୍ୟ କୁହାଯାଏ। ଆଉ ବୃହସ୍ପତି ସବୁବେଳେ ଶୁଭତ୍ୱ ପ୍ରଦାନ କରିବାର କାର୍ଯ୍ୟ କରିଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସବୁବେଳେ କ୍ୱେଶ୍ଚିନ୍ ଥାଏ କି ଆମକୁ ଆମ କିସ୍ମତ ସାଥ ଦେଉନାହିଁ। ଯେଉଁଠି କିସ୍ମତର କଥା ଆସିଥାଏ ସେଠି ବୃହସ୍ପତି ଅବଶ୍ୟ ହିଁ ନିଜର ପ୍ରଭାବ ଦେଖାଇଥାନ୍ତି, କାରଣ ତାଙ୍କୁ ଭାଗ୍ୟବର୍ଦ୍ଧକ ବା ଭାଗ୍ୟର କାରକ ଗ୍ରହ କୁହାଯାଏ। କାରଣ ଜନ୍ମ ପତ୍ରିକା ବା ଜନ୍ମ କୁଣ୍ଡଳୀର ବିଭିନ୍ନ ଭାଗ ମଧ୍ୟରୁ ବୃହସ୍ପତିଙ୍କର ପ୍ରଭାବ ଅଦ୍ଭୁତ ରହିଥାଏ। କାରଣ ବୃହସ୍ପତିଙ୍କର ଜନ୍ମ, ଧର୍ମ, ଶିକ୍ଷା, ସନ୍ତାନ ସୁଖ, ବୈବାହିକ ଜୀବନର ସୁଖ, ଏହା ସହିତ ଯଦି କହିବା ସ୍ତ୍ରୀର ସମ୍ପୂର୍ଣ୍ଣ ବୈବାହିକ ଜୀବନର ଦାୟିତ୍ୱ ବୃହସ୍ପତିଙ୍କ ପାଖରେ ରହିଥାଏ। ତ ଏମିତି ସ୍ଥିତିରେ ଯଦି ବୃହସ୍ପତି ଦେବ ଜାନୁଆରୀ 2024ରୁ ନେଇକି ଏପ୍ରିଲ 2024 ପର୍ଯ୍ୟନ୍ତ ଆପଣଙ୍କର ଥାର୍ଡ଼ ହାଉସରେ ଗୋଚର କରିବେ, ତ ଆସନ୍ତୁ କଣ ସେ କାର୍ଯ୍ୟ ରହିଛି ଯେଉଁଠି ଆପଣଙ୍କୁ ଫୋକସ୍ କରିବା ଦରକାର ଆଉ କେଉଁ ସବୁ କାର୍ଯ୍ୟ ବନିବ। ତ ବୃହସ୍ପତି ରାଶିର ତୃତୀୟ ଭାଗରୁ ଗୋଚର କରିବେ। ତ ବୃହସ୍ପତିଙ୍କର ଗୋଚର ତୃତୀୟ ଭାଗରେ ଭଲ ମନାଯାଏ ନାହିଁ, କିନ୍ତୁ ଥାର୍ଡ଼ ହାଉସ୍ ଯେଉଁ ରହିଥାଏ ଆପଣଙ୍କର ସାହସ ଆଉ ପରାକ୍ରମର ରହିଥାଏ। ତ ଆପଣ ଏହା ଦ୍ୱାରା ସାହସ ଆଉ ପରାକ୍ରମ କରିବାରେ ନଜର ଆସିବେ। ଆପଣଙ୍କର ପ୍ରୋବ୍ଲେମ୍ ସବୁ ଦୂର ହେବ। ଏ 4 ମାସରେ ଆପଣ ଦେଖିବେ ବିଶେଷ ଭାବରେ ଶନିଙ୍କର ଶଶ ନାମକ ରାଜଯୋଗ ବନିବ, ଯାହାର ପରିଣାମ ସ୍ୱରୂପ ଆପଣଙ୍କ ଜୀବନରେ ଅବଶ୍ୟ ହିଁ ଅବଶ୍ୟ ସଫଳତା ପ୍ରାପ୍ତ ହେବ। ଆପଣ ଇମ୍ପୋର୍ଟ ଏକ୍ସପୋର୍ଟ କାମ କରୁଛନ୍ତି, କମ୍ୟୁନିଟି କ୍ଷେତ୍ରରେ ବା କମ୍ୟୁନିକେସନରେ ଅଛନ୍ତି, ସାମାଜିକ ସଂଗଠନ ସହିତ ଆପଣ ଯୋଡ଼ିକି ରହିଛନ୍ତି, ଏ ସମୟରେ ଆପଣଙ୍କୁ ବହୁତ ବଡ଼ ଉପଲବ୍ଧି ମିଳିବ। ବହୁତ ବଡ଼ ମହତ୍ୱାକାଂକ୍ଷା ମନୋକାମନା ଆପଣଙ୍କର ପୂର୍ଣ୍ଣ ହେବ। ଛୋଟ ଭାଇ ଭଉଣୀଙ୍କର ସପୋର୍ଟ ମଧ୍ୟ ଆପଣଙ୍କୁ ବିଶେଷ ରୂପରେ ଏ ସମୟ ଅବଧିରେ ପ୍ରାପ୍ତ ହୋଇଯିବ। ଏହା ସହିତ ଯଦି କହିବା ଆପଣଙ୍କର ଥାର୍ଡ଼ ହାଉସ୍ କ୍ରିଏଟିଭିଟିର ହୋଇଥାଏ, ତ ଯେଉଁମାନେ ବିଶେଷ ଭାବରେ କ୍ରିଏଟିଭ୍ ଫିଲ୍ଡରେ ରହିଛନ୍ତି ତ ସେମାନଙ୍କ ପାଇଁ ପରିସ୍ଥିତି ବହୁତ ହି ଭଲ ରହିବ। ଯଦି ଆପଣ ଆପଣଙ୍କର କର୍ମକ୍ଷେତ୍ରରେ ଅଧିକ ଯୋଡ଼ି ହେଇକି ରହିଛନ୍ତି ତ ଶନିଦେବ ଶଶ ନାମକ ରାଜଯୋଗ ବନେଇବେ। ତ ଆପଣ ବିଶେଷ ଭାବରେ ସାବଧାନ ରୁହନ୍ତୁ। ତା ସହିତ ଆପଣ ପରିଶ୍ରମ ତ କରନ୍ତୁ, କାରଣ ଶନିଙ୍କ 7.5ର ଦ୍ୱିତୀୟ ଚରଣ ଚାଲୁଛି। ତ ପରିଶ୍ରମ ତ ରହିବ, କିନ୍ତୁ ପରିସ୍ଥିତି ମଧ୍ୟ ଅନୁକୂଳ ରହିବ। ବୃହସ୍ପତି ଦେବଙ୍କର ଅମୃତମୟ ଯେଉଁ ଦୃଷ୍ଟି, ଏହା ଆପଣଙ୍କ ପାଇଁ ବହୁତ ହି ଇମ୍ପୋର୍ଟାଣ୍ଟ ରହିବ। ବୃହସ୍ପତି ନିଜର ପଞ୍ଚମ ଦୃଷ୍ଟିରୁ ଆପଣଙ୍କ ସପ୍ତମ ଭାଗକୁ ଗୋଚର କରିବେ। ଏହା ଦ୍ୱାରା ଯଦି ବିଶେଷ ଭାବରେ କହିବା ଆପଣଙ୍କ ସପ୍ତମ ଭାଗରେ ଯଦି କହିବା ଶନି ସୂର୍ଯ୍ୟଙ୍କର ଶତ୍ରୁତା ମଜିବ। ଶନି ଆପଣଙ୍କ ଲଗ୍ନରେ ରହିବେ ଆଉ ସପ୍ତମ ଭାଗରେ ଦୃଷ୍ଟି ଦେବେ। ତା ସହିତ ବୃହସ୍ପତିଙ୍କ ଦୃଷ୍ଟି ରହିବା କାରଣରୁ ଦାମ୍ପତ୍ୟ ଜୀବନ ପାଇଁ ସମୟ ବହୁତ ହି ଶାନଦାର ରହିବ। ଆପଣଙ୍କ ଜୀବନସାଥୀଙ୍କର ପୂର୍ଣ୍ଣ ରୂପରେ ସହଯୋଗ ମିଳିବ। ଜୀବନସାଥୀଙ୍କ କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ଅଟକିଥିବା କାର୍ଯ୍ୟ ମଧ୍ୟ ପ୍ରାପ୍ତ ହେବ। ଆଉ ଯଦି ଆପଣ ବ୍ୟବସାୟିକ ଜୀବନରେ ରହିଛନ୍ତି, ଆପଣଙ୍କର କନଷ୍ଟ୍ରକ୍ସନ୍ ଲାଇନରେ କାମ ରହିଛି, ବିଶେଷ ଭାବରେ ରିଏଲ ଇଷ୍ଟେଟ୍ କାମରେ ଆପଣ ଅଛନ୍ତି, କିମ୍ବା କୌଣସି ପ୍ରକାରର ଲୁହା ଇଣ୍ଡଷ୍ଟ୍ରିରେ ଆପଣ ଜଡ଼ିତ ଅଛନ୍ତି, ସୋରୁମ୍ ଚଳାଉଛନ୍ତି, ତ ଏ ଟାଇମ୍ ପିରିୟଡ଼ ଆପଣଙ୍କ ପାଇଁ ବହୁତ ହି ଭଲ ରହିବ। ଏ ସମୟ ଅବଧି ଦ୍ୱାରା ବ୍ୟାପାରିକ ଜୀବନରେ ଆପଣଙ୍କୁ ବୃଦ୍ଧି ଦେଖିବାକୁ ମିଳିବ। ବ୍ୟାପାରରୁ ଲାଭ ମିଳିବ। ଅଟକିଥିବା ପଇସା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। କିନ୍ତୁ ଶନିଦେବଙ୍କ ଦୃଷ୍ଟି ପଡ଼ିବାର ଅର୍ଥ ଆପଣଙ୍କ ବ୍ୟାପାର ରିଲେସନସିପ୍କୁ ନେଇ, ଜୀବନସାଥୀଙ୍କୁ ନେଇ ବିଲକୁଲ ବି ଆପଣ ବିଶେଷ ଭାବରେ ଏସବୁକୁ ଗୁପ୍ତ ରଖନ୍ତୁ ନାହିଁ।
କାରଣ ଶନିଦେବଙ୍କ ଆଗରେ ଯଦି ଗୁପ୍ତ ରଖିବେ କେଉଁଠି ନା କେଉଁଠି ପ୍ରୋବ୍ଲେମ୍ ହେବ, ଏସବୁର ଧ୍ୟାନ ରଖନ୍ତୁ। ତା ସହିତ ଯଦି ବିଶେଷ ଭାବରେ ଆପଣ କହିବୁ ପାର୍ଟନରସିପ୍ରେ କାର୍ଯ୍ୟ କରୁଛନ୍ତି, ତ ଆପଣଙ୍କ ପାଇଁ ପରିସ୍ଥିତି ବହୁତ ବେଟର ରହିବ। ପାର୍ଟନରସିପ୍ରୁ ଲାଭ ମିଳିବ, ଅଟକିଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ହୋଇଯିବ। ଯଦି ଆପଣଙ୍କର କୋଶ୍ଚିନ୍ ଥାଏ କି ଏ ସମୟରେ ବିଜନେସ୍ ଷ୍ଟାର୍ଟ କରିବା ଦରକାର କି ନାହିଁ, ବିଜନେସ୍ ଷ୍ଟାର୍ଟ ପାଇଁ ସମୟ ବହୁତ ଭଲ ରହିଛି, କିନ୍ତୁ ଭାବି ଚିନ୍ତିକି କରିବା ଦରକାର। କିନ୍ତୁ ବିଜନେସ୍ ପାଇଁ ଯେଉଁ ସମୟ ଭଲ ଆରମ୍ଭ ହେବ, ଗ୍ରୋଥ୍ ଆପଣଙ୍କୁ ଭଲ ମିଳିବ, ତ 1 ମେ 2024ରୁ ନେଇକି ଡିସେମ୍ବର 2024 ପର୍ଯ୍ୟନ୍ତ ରହିବ। ବୃହସ୍ପତିଙ୍କର ଯେଉଁ ନବମ ଦୃଷ୍ଟି ରହିବ, ଏହା ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ। 9th ହାଉସ୍ରେ ଦୃଷ୍ଟି ପକାଇବା, 12th ହାଉସ୍ରେ ଲର୍ଡ଼ ରହିକି ଶନି ଆପଣଙ୍କ ଲଗ୍ନରେ ଗୋଚର କରିବେ। ତା ସହିତ ଗୋଚର ଆପଣଙ୍କ 2nd ହାଉସ୍ରେ ରହିବ, ତ ଆପଣଙ୍କୁ ବିଦେଶ ଭୂମିରୁ ସୁଖ ଶାନ୍ତି ସମ୍ମାନ ପ୍ରାପ୍ତ ହେବ। ଆପଣ ବିଦେଶ ଯାତ୍ରା କରିବେ ଏବଂ ବିଦେଶରୁ ଆପଣଙ୍କୁ ଧନଲାଭ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ଯଦି କିଛି ବିବାଦ ଚାଲୁଥିଲା, ବିବାଦ ଦୂର ହେବ। ତା ସହିତ ଯଦି ବିଶେଷ ଭାବରେ କହିବା, ଆୟରେ ମଧ୍ୟ ଆପଣଙ୍କର ବୃଦ୍ଧି ହେବ। ଏହା ସହିତ ବିଶେଷ ଭାବରେ କେତୁ ଆପଣଙ୍କର 8th ହାଉସ୍ରେ ରହିବେ, ତ ଛୋଟ ମୋଟ ପ୍ରୋବ୍ଲେମ୍ ତ ଆସିବ, କିନ୍ତୁ ଏହା ଆପଣଙ୍କୁ ପ୍ରଭାବିତ କରିପାରେ କିମ୍ବା ନୁକସାନି ମଧ୍ୟ କରିପାରେ। ଏହା ସହିତ 9th ହାଉସ୍ରେ ଶନିଙ୍କ ଦୃଷ୍ଟି ରହିବା କାରଣରୁ ଧର୍ମ କର୍ମ ଆଧ୍ୟାତ୍ମିକ ପ୍ରତି ଆପଣଙ୍କର ରୁଚି ରହିବ। ଆପଣ କୌଣସି ଅନଲାଇନ୍ କୋର୍ସ ଜଏନ୍ ମଧ୍ୟ କରିପାରନ୍ତି। ତା ସହିତ ଆପଣ କୁଆଡ଼େ ମନ୍ଦିର ମଧ୍ୟ ଯାଇପାରନ୍ତି, ଧାର୍ମିକ ଯାତ୍ରା ମଧ୍ୟ ହେବ। ଏହା ଗୋଟେ ପର୍ଟିକୁଲାର ଜିନିଷ ରହିବ, ଯାହାକୁ ଆପଣ ନୋଟ୍ କରିକି ରଖନ୍ତୁ, ଆପଣଙ୍କ ଲାଇଫ୍ରେ ନିହାତି ହେବ। ଆଉ ପ୍ରତ୍ୟେକ ଗ୍ରହ ଏହା ଇଣ୍ଡିକେଟ୍ କରିଥାନ୍ତି, ଆଉ ପ୍ରତ୍ୟେକ ଗ୍ରହର ଏଇ ଗୋଚରର ଏହା ଅର୍ଥ ରହିଥାଏ କି ଏ ଟାଇମ୍ ପିରିୟଡ଼ରେ ଆପଣଙ୍କ ପାଇଁ ସେସବୁ ଜିନିଷର ଯୋଗ୍ୟତା ବନୁଛି। ଯଦି ଆପଣ ସେ ଫିଲ୍ଡରେ କାମ କରୁଛନ୍ତି ତ ବହୁତ ଭଲ ରହିଛି। ଯଦି ଆପଣ ଗଭର୍ଣ୍ଣମେଣ୍ଟ ସେକ୍ଟରରେ କାମ କରୁଛନ୍ତି, ଚାକିରି କରିଛନ୍ତି, ତ ପରିସ୍ଥିତି ବେଟର ରହିବ। କିନ୍ତୁ କାର୍ଯ୍ୟସ୍ଥଳରେ କେଉଁଠି ନା କେଉଁଠି ଦୁବିଧା ଆସିବ, ପ୍ରୋବ୍ଲେମ୍ ଆପଣଙ୍କ ସାଥରେ ଆସିବ ଜାନୁଆରୀରୁ ନେଇକି ଏପ୍ରିଲ ପର୍ଯ୍ୟନ୍ତ। କାରଣ ଲଗ୍ନରେ ଶନିଦେବ ଶୋଷ ନାମକ ରାଜଯୋଗ ବନେଇବେ, ତ 10th ହାଉସ୍ରେ ତାଙ୍କର ଯେହେତୁ ଦୃଷ୍ଟି ରହିବ, ତ ପ୍ରୋବ୍ଲେମ୍ର ସହିତ ଆପଣ ଆଗକୁ ବଢ଼ିବେ। ଏ ସ୍ଥିତି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କୁ ଇଲିଗାଲ ପଇସା କମେଇବା ଠାରୁ ବିଶେଷ ଭାବରେ ଦୂରେଇ ରହିବା ପାଇଁ ପଡ଼ିବ। ତା ସହିତ ଯଦି କହିବା, ଏ ସମୟରେ ଆପଣଙ୍କୁ ବହୁତ ହି ସତର୍କତାପୂର୍ବକ ଚାଲିବାକୁ ଚାଲିବ। କ୍ୟାରିୟରରେ ଆପଣଙ୍କୁ ଅସନ୍ତୁଷ୍ଟି ପ୍ରାପ୍ତ ହେବ, ସନ୍ତୁଷ୍ଟି ଆପଣଙ୍କୁ ମିଳୁନି ଏପରି ସ୍ଥିତି ଦେଖିବାକୁ ମିଳିବ। ମନକୁ ଏପରି କୋଶ୍ଚିନ୍ ଆସିବ କି ମୋତେ ଚେଞ୍ଜ କରିବା ଦରକାର। ତ ଯଦି କହିବୁ, ଆପଣଙ୍କୁ ସଜେଷ୍ଟ କରିବୁ 2024 ବର୍ଷ କ୍ୟାରିୟର ୱାଇଜ୍ ଆପଣଙ୍କ ପାଇଁ ବହୁତ ଭଲ ରହିବ। ବାସ୍ ଆରମ୍ଭରୁ ଟିକେ ଆପଣଙ୍କ ପାଇଁ ଷ୍ଟ୍ରଗଲ୍ ରହିଛି। ତ ଆପଣ କୁହାଯାଏ ନା କି ଏବେ ଯଦି ଆପଣ ଫସଲ ଲଗେଇବେ, ତ 4 ମାସ ପରେ ତାକୁ କାଟିବେ। ସେମିତି ଜାନୁଆରୀରେ ଯେଉଁ ସ୍ଥିତି ଆପଣଙ୍କ ପାଇଁ ରହିବ, ଏପ୍ରିଲରେ ସେ ସ୍ଥିତି ଆପଣଙ୍କ ପାଇଁ ବଦଳିବ। କାରଣ ଶନିଙ୍କ ଦଶମ ଦୃଷ୍ଟି ଯେହେତୁ 10th ହାଉସ୍କୁ ବଦଳିବ, ଆପଣଙ୍କର ଟ୍ରାଞ୍ଜିଟ୍ ହେବ, ତ ସପ୍ତମ ଦୃଷ୍ଟିରୁ 10 ଭାଗକୁ ଦେବେ, ତ ଲାଭ ତ ନିହାତି ପ୍ରଦାନ କରିବେ। ତା ସହିତ ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ସମୟ ବହୁତ ଭଲ ରହିବ। ଆପଣଙ୍କର କୌଣସି ଇଚ୍ଛା ମନୋକାମନା ପୂରଣ ମଧ୍ୟ ହୋଇପାରେ। ଏହା ସହିତ ବଡ଼ ଭାଇ ଭଉଣୀଙ୍କରୁ ଲାଭ ହେବ। ଇନକମ୍ରେ ବୃଦ୍ଧି ଜବରଦସ୍ତ ହେବ। ତା ସହିତ ଆପଣଙ୍କୁ ଟିକେ ଆପଣଙ୍କର ହେଲ୍ଥକୁ ନେଇକି ଟିକେ କେୟାରଫୁଲ୍ ରହିବାକୁ ପଡ଼ିବ। କେଉଁଠି ନା କେଉଁଠି ମାନସିକ ଚିନ୍ତା, ହାଡ଼ରେ ପ୍ରୋବ୍ଲେମ୍, ଏସବୁ ଜିନିଷ ଆପଣଙ୍କୁ ଦେଖିବାକୁ ମିଳିବ। ବାସ୍ ସବୁବେଳେ ଯେମିତି ଆମେ ଆପଣଙ୍କୁ କହିଥାଉ କି ଭଲରେ ହିଁ କେନ୍ଦ୍ର ରାଜଯୋଗ ବନାନ୍ତୁ ନା କାହିଁକି, କି ସବୁ ପ୍ରୋବ୍ଲେମ୍ ଆପଣଙ୍କର ଦୂର ହେବ। ଆପଣ ଆପଣଙ୍କ ହେଲ୍ଥକୁ ନେଇକି କେୟାରଫୁଲ୍ ରୁହନ୍ତୁ। ରାହୁ 2ndରେ ରହିଛନ୍ତି, କ'ଣ ଖାଉଛନ୍ତି କ'ଣ ଖାଉନାହାନ୍ତି ସେସବୁରେ ଧ୍ୟାନ ରଖନ୍ତୁ। 2ndରେ ହାଉସ୍ ଦ୍ୱାଦଶ ଘରର ସ୍ୱାମୀ ଆପଣଙ୍କ ସାଙ୍ଗରେ ଆସିବେ, ତ ଖର୍ଚ୍ଚ ମଧ୍ୟ ଆପଣଙ୍କର ବୃଦ୍ଧି ହୋଇଯିବ। ଏମିତି ସ୍ଥିତି ଆପଣଙ୍କ ପାଇଁ ବିଶେଷ ରୂପରେ ମନୁଛି। ତାପରେ ଏହା ଅତିରିକ୍ତରେ ଆପଣ କିଛି ସେଟେଲମେଣ୍ଟ ଚାହୁଁଛନ୍ତି, ତ ବି ସେଟେଲମେଣ୍ଟ ଆପଣ କରିପାରିବେ। ତା ସହିତ ଯଦି କହିବା 30 ଏପ୍ରିଲ ପରେ ବହୁତ ଭଲ ସ୍ଥିତି ଆପଣଙ୍କ ପାଇଁ ବିଶେଷ ରୂପରେ ରହିବ। ତ ଏହା ସହିତ ଯଦି ଆମେ ବିଶେଷ ଭାବରେ କହିବା, ତ ବୃହସ୍ପତି ଆପଣଙ୍କ ସନ୍ତାନଙ୍କୁ ମଧ୍ୟ ପ୍ରେଜେଣ୍ଟ କରିଥାନ୍ତି। ସନ୍ତାନଙ୍କ ସ୍ଥିତି ମଧ୍ୟ ବହୁତ ହି ଭଲ ରହିବ, କିଛି ପ୍ରୋବ୍ଲେମ୍ ନାହିଁ। ଶତ୍ରୁକୁ ଆପଣ ପରାଜିତ କରିବେ। ଶତ୍ରୁ ଆପଣଙ୍କ ପାଇଁ ଭାରି ହେବାର ପ୍ରୟାସ ମଧ୍ୟ କରିବେ, ଆଉ ସଫଳ ମଧ୍ୟ ହେବେ ନାହିଁ। ଏହା ସହିତ କରଜ ନେବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ନୂଆ ପାର୍ଟନରସିପ୍ ଠାରୁ ଦୂରେଇ ରୁହନ୍ତୁ। 5ଟି ବଡ଼ ଘଟଣା ବିଷୟରେ ଯଦି କହିବା, ପ୍ରଥମ ଘଟଣାଟି ହେଉଛି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବ। ଆପଣଙ୍କ ଜୀବନରେ 4 ମାସରେ ଯେଉଁ ପରିବର୍ତ୍ତନ ହେବ, ଶାନ୍ତି ମନରେ ଯଦି ଭାବିବେ, ତ ଆପଣଙ୍କର ସବୁକିଛି ଠିକ୍ ହୋଇଯିବ। ଦ୍ୱିତୀୟଟି ହେଉଛି ଆପଣଙ୍କ ଧର୍ମରେ ବୃଦ୍ଧି, ଆୟରେ ମଧ୍ୟ ଅବଶ୍ୟ ବୃଦ୍ଧି ଦେଖିବାକୁ ମିଳିବ।
ଗୋଟେ ଠାରୁ ଅଧିକ ଇନକମ୍ ସୋର୍ସେସ୍ ବଢ଼ିବ। ତୃତୀୟ ବଡ଼ ଘଟଣା ହେଉଛି ଆପଣ ଏ 4 ମାସରେ ଆଗେଇକି ଚାଲନ୍ତୁ, ସ୍ଥିତି ଭଲ ରହିବ। ଚତୁର୍ଥ ସ୍ଥିତିଟି ହେଉଛି କି ଏ 4 ମାସରେ ଟିକେ ଧ୍ୟାନ ରଖନ୍ତୁ କି ରାହୁ ସେକେଣ୍ଡରେ ଆସୁଛନ୍ତି, ତ ବିଶେଷ ଭାବରେ ଏ ଯେଉଁ ସ୍ଥିତି ଆପଣଙ୍କ ଥାର୍ଡ଼ ହାଉସରେ ରହିବେ, ତ ଇନଭେଷ୍ଟମେଣ୍ଟ କରୁଛନ୍ତି ଭାବିଚିନ୍ତି କରନ୍ତୁ। ଭ୍ରମିତ ହୋଇକି ଇନଭେଷ୍ଟମେଣ୍ଟ କରିବେ ତ ବଡ଼ ନୁକସାନ ହୋଇପାରେ। ପଞ୍ଚମ ଯେଉଁ ଘଟଣା ରହିବ, ନିଜର ହେଲ୍ଥକୁ ନେଇକି ଆପଣ କେୟାରଫୁଲ୍ ରୁହନ୍ତୁ। ଏବେ କହିବା କେଉଁ 3ଟି ଜିନିଷରେ ଆପଣଙ୍କୁ ସତର୍କ ରହିବା ଦରକାର। ତ ବିଶେଷ ଭାବରେ ଯଦି କହିବା ପତି ପତ୍ନୀଙ୍କ ବିଷୟରେ କଥାକୁ ଆପଣ ଗୁପ୍ତ ରଖନ୍ତୁ, କାରଣ ଏହା ଅନୁଭବରୁ ଆମେ ଆପଣମାନଙ୍କୁ ବିଶେଷ ରୂପରେ କହୁଛୁ କି ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଡାଇଭର୍ଟେସ୍ ଭାବେ ତ ଦେଖିଥିଲେ, କିନ୍ତୁ ଲଢ଼େଇ ଝଗଡ଼ା ଆପଣଙ୍କର ଛୋଟ ମୋଟ ହେଉଥିଲା। ତ ଏସବୁ ଆଦତ ଆପଣଙ୍କର ରହିଯାଇଛି କି ଆପଣଙ୍କର ୱାଇଫ୍ଙ୍କ କଥାକୁ ଆପଣ ଆପଣଙ୍କ ଫ୍ରେଣ୍ଡସ୍ ରିଲେଟିଭ୍ଙ୍କ ସହ ସେୟାର ମଧ୍ୟ କରିବେ, କାହିଁକି ନା ଏମିତି ସବୁ କ୍ୱେଶ୍ଚିନ୍ ରହିଥାଏ। ଏସବୁ ଜିନିଷକୁ ଆପଣ ରିଭିଲ୍ କରନ୍ତୁ ନାହିଁ। ଦ୍ୱିତୀୟରେ ହେଉଛି ବିଶେଷ ଭାବରେ ଯଦି କହିବା ଆପଣ ଆପଣଙ୍କର ଜୀବନରେ କେତେ ବି କମଉଛନ୍ତି, ଆପଣଙ୍କର କ'ଣ ମନ କାମନା, ଆପଣ କ'ଣ କରିବାକୁ ଯାଉଛନ୍ତି ଏ 4 ମାସରେ, ସେସବୁ କଥା କେବେ ବି କାହା ଆଗରେ ରିଭିଲ୍ କରନ୍ତୁ ନାହିଁ। କାରଣ 11th ହାଉସ୍ର ଲର୍ଡ଼ ଆପଣଙ୍କର ବୃହସ୍ପତି ବନନ୍ତି। ଏମିତି ଯଦି କରୁଛନ୍ତି କେଉଁଠି ନା କେଉଁଠି ଆପଣଙ୍କୁ ନୁକସାନ ଉଠିବା ପାଇଁ ପଡ଼ିବ। ବନୁଥିବା କାର୍ଯ୍ୟ ଆପଣଙ୍କର ଅଟକି ଯିବ। ପରବର୍ତ୍ତୀ ସ୍ଥିତିଟି ହେଉଛି ଯଦି କହିବା ଆପଣଙ୍କ ଜୀବନରେ ଗୋଟେ କଥାର ଧ୍ୟାନ ରଖିବାକୁ ପଡ଼ିବ କି ଆପଣଙ୍କୁ ଆପଣଙ୍କର ପାରିବାରିକ ଯେଉଁ ସମ୍ପତ୍ତି ତାକୁ ନେଇ କେବେ ଘମଣ୍ଡ କରନ୍ତୁ ନାହିଁ, ଆଉ ବାଣୀରେ ମଧ୍ୟ କେବେ ଘମଣ୍ଡ କରନ୍ତୁ ନାହିଁ। ତ ସବୁବେଳେ ଆପଣ ଆପଣଙ୍କର ଇଗୋ ଅହଙ୍କାରଠୁ ଦୂରେଇ ରୁହନ୍ତୁ। ଫ୍ୟାମିଲି ଷ୍ଟେଟସ୍କୁ ନେଇକି ଆପଣ ଅହଙ୍କାର ବନାନ୍ତୁ ନାହିଁ, କିମ୍ବା କୌଣସି ବ୍ୟକ୍ତିକୁ ନେଇ ଆପଣ ଚିନ୍ତା ବା ପ୍ରେସର କରନ୍ତୁ ନାହିଁ। ଏସବୁ 3ଟି ଜିନିଷରୁ ଆପଣ ବଞ୍ଚିକି ରହୁଛନ୍ତି, ତ କେବେ ବି ବୃହସ୍ପତି ନେଗେଟିଭ୍ ପ୍ରଭାବ ଦେବେ ନାହିଁ। ଗୁରୁଜନଙ୍କର ସମ୍ମାନ କରନ୍ତୁ, ଆପଣଙ୍କ ପାଇଁ ବହୁତ ଭଲ ରହିବ। ମାତା ପିତାଙ୍କର ସମ୍ମାନ କରନ୍ତୁ। ତା ସହିତ ଯଦି କହିବା ବିଶେଷ ଭାବରେ ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରିକି ନିହାତି ଭାବରେ ଜଣାନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ କ୍ଲିକ୍ କରି ଦିଅନ୍ତୁ। ଧନ୍ୟବାଦ।